ତ୍ରିଭୁଜ ତିନି କୋଣର ସମଷ୍ଟି କେତେ? ତ କହିଲେ ଦେଖି ସାଙ୍ଗମାନେ ଯେ ଆମ ତ୍ରିଭୁଜର ତିନି କୋଣର ସମଷ୍ଟି କେତେ ଡିଗ୍ରୀ ଅଟେ? ଅପସନ୍ ଏ 180 ଡିଗ୍ରୀ, ଅପସନ୍ ବି 190 ଡିଗ୍ରୀ, ଅପସନ୍ ସି 90 ଡିଗ୍ରୀ, ଅପସନ୍ ଡି 60 ଡିଗ୍ରୀ। କେତେ? ତ୍ରିଭୁଜର ତିନି କୋଣର ସମଷ୍ଟି କେତେ ଡିଗ୍ରୀ? ଅପସନ୍ ଏ 180 ଡିଗ୍ରୀ ଅଟେ। ଆପଣମାନେ ଋଣାତ୍ମକ ଏବଂ ଗୁଣାତ୍ମକ ସଂଖ୍ୟା ବିଷୟରେ ଜାଣିଥିବେ। ତ କହିଲେ ଦେଖି ସାଙ୍ଗମାନେ ଯେ ସବୁଠାରୁ ବଡ଼ ଋଣାତ୍ମକ ସଂଖ୍ୟା କିଏ? ସବୁଠାରୁ ବଡ଼ ଋଣାତ୍ମକ ସଂଖ୍ୟା କିଏ? ଅପସନ୍ ଏ 1, ଅପସନ୍ ବି 0, ଅପସନ୍ ସି 2, ଅପସନ୍ ସି 3। କିଏ? ଏହାର ସଠିକ ଉତ୍ତରଟି ହେଉଛି ଅପସନ୍ ଏ 1। ସବୁଠାରୁ ବଡ଼ ଋଣାତ୍ମକ ସଂଖ୍ୟାଟି ହେଉଛି ଅପସନ୍ ଏ 1। ଗୋଟିଏ ସରଳ ରେଖାରେ କେତୋଟି ବିନ୍ଦୁ ଥାଏ? କହିଲେ ଦେଖି ସାଙ୍ଗମାନେ ଯେ ଗୋଟିଏ ସରଳ ରେଖାରେ କେତୋଟି ବିନ୍ଦୁ ଥାଏ? ଅପସନ୍ ଏ ଗୋଟିଏ, ଅପସନ୍ ବି ଅସଂଖ୍ୟ, ଅପସନ୍ ସି ଗୋଟିଏ, ଅପସନ୍ ଡି 2ଟି। କେତୋଟି ଥାଏ? ଜେନେରାଲି ଏଇଟା ଛୋଟ ପିଲାମାନଙ୍କୁ ବି ମଧ୍ୟ ଜଣାଥିବ। ତ ଏହାର ସଠିକ ଉତ୍ତରଟି ହେଉଛି ଅପସନ୍ ବି ଅସଂଖ୍ୟ। ଯେ ଗୋଟିଏ ସରଳ ରେଖାରେ ଆମର ଅସଂଖ୍ୟଟି ବିନ୍ଦୁ ଥାଏ। 2 ନମ୍ବର ପ୍ରଶ୍ନଟି ହେଲା ଯେ ଆମେ ଜାଣିଛୁ 12 ମାସରେ ଗୋଟିଏ ବର୍ଷ ବା ଗୋଟିଏ ବର୍ଷ କେତେ ମାସକୁ ନେଇକି ହେଇଥାଏ? 12 ମାସକୁ ନେଇକି ଗୋଟିଏ ବର୍ଷ ହୋଇଥାଏ। ଜେନେରାଲି ସମସ୍ତେ ଜାଣିଥାନ୍ତି। ତେବେ କହିଲେ 3 ବର୍ଷରେ କେତେ ବର୍ଷ ହୁଏ? 3 ମାସରେ କେତେ ବର୍ଷ ହୁଏ? ଅପସନ୍ ଏ 1/4 ବର୍ଷ, ଅପସନ୍ ବି 1/5 ବର୍ଷ, ଅପସନ୍ ସି 1/6 ବର୍ଷ, ଅପସନ୍ ଡି 1/2 ବର୍ଷ। ତ 3 ମାସରେ କେତେ ବର୍ଷ ହୋଇଥାଏ? ଏହାର ଉତ୍ତରଟି ହେଲା ଅପସନ୍ ଏ 1/4 ବର୍ଷ। 1/4 ବର୍ଷ କେମିତି ହେଲା? ତ ୟାର ଗୋଟେ ସଲ୍ୟୁସନ୍ ମୁଁ ନେକ୍ସଟ ଭିଡ଼ିଓରେ ନେଇ ଆସିବି ଯେ 12 ମାସରେ ତ ଗୋଟିଏ ବର୍ଷ ହୋଇଥାଏ, ତାହେଲେ 3 ମାସରେ କେତେ ବର୍ଷ ହୋଇଥାଏ? ତ ୟାର ଉତ୍ତର ହେଲା 1/4 ବର୍ଷ। ତ 1/4 ବର୍ଷ କେମିତି ହେଲା? ତ ତାର କ୍ୟାଲକୁଲେଟ୍ ସହିତ ସଲ୍ୟୁସନ୍ ଆପଣଙ୍କୁ ମୁଁ ନେକ୍ସଟ ଭିଡ଼ିଓରେ ନେଇ ଆସିବି। କହିଲେ ଦେଖି ସାଙ୍ଗମାନେ ଗୋଟିଏ ଫୁଟ କେତେ ଇଞ୍ଚ? ଏଇଟା ତ ବହୁତ ହି ସରଳ ପ୍ରଶ୍ନଟିଏ ଅଛି। ଗୋଟେ ଫୁଟ କେତେ ଇଞ୍ଚ? ଅପସନ୍ ଏ 12 ଇଞ୍ଚ, ଅପସନ୍ ବି 14 ଇଞ୍ଚ, ଅପସନ୍ ସି 20 ଇଞ୍ଚ, ଅପସନ୍ ଡି 10 ଇଞ୍ଚ। ତ ଏହାର ଉତ୍ତର କ'ଣ? ତ ଗୋଟିଏ ଫୁଟ କେତେ ଇଞ୍ଚ? 12 ଇଞ୍ଚ। ବୁଝିହେଲା ସାଙ୍ଗମାନେ? ଚାଲ ପରବର୍ତ୍ତୀ ପ୍ରଶ୍ନଟି ହେଉଛି 2ଟି ତ୍ରିଭୁଜର ସମଷ୍ଟି କେତେ ଡିଗ୍ରୀ ଅଟେ? କହିଲେ ଦେଖି ସାଙ୍ଗମାନେ ଯେ ଆମର 2ଟି ତ୍ରିଭୁଜର ସମଷ୍ଟି କେତେ ଡିଗ୍ରୀ ଅଟେ? ଅପସନ୍ ଏ 90 ଡିଗ୍ରୀ, ଅପସନ୍ ବି 180 ଡିଗ୍ରୀ, ଅପସନ୍ ସି 360 ଡିଗ୍ରୀ, ଅପସନ୍ ଡି 60 ଡିଗ୍ରୀ। ତ ଏହାର ସଠିକ ଉତ୍ତରଟି କ'ଣ? 360 ଡିଗ୍ରୀ। ତ କେମିତି ହେଲା 360 ଡିଗ୍ରୀ? ଚାଲନ୍ତୁ ଆମେ ସେ ବିଷୟରେ ଆଲୋଚନା କରିବା। ତ ଯଦି ଗୋଟିଏ ତ୍ରିଭୁଜର ସମଷ୍ଟି 180 ଡିଗ୍ରୀ ଅଟେ, ତ ତାହେଲେ 2ଟି ତ୍ରିଭୁଜର ସମଷ୍ଟି କେତେ ଡିଗ୍ରୀ? 360 ଡିଗ୍ରୀ ଅଟେ। ତ ତାହେଲେ ତ୍ରିଭୁଜର 3ଟି କୋଣ ଥାଏ। ତ ଗୋଟିଏ କୋଣର ସମଷ୍ଟି କେତେ ଡିଗ୍ରୀ ଥାଏ? 90 ଡିଗ୍ରୀ ଥାଏ। ତ 90 + 90 + 90। ଯେହେତୁ ତ୍ରିଭୁଜର 3ଟି କୋଣ ଅଛି, ତ ପ୍ରତ୍ୟେକ କୋଣର ସମଷ୍ଟି 90 ଡିଗ୍ରୀ ଲେଖେ ଆସେ। ତ ଯଦି ଗୋଟିଏ ତ୍ରିଭୁଜର ସମଷ୍ଟି 180 ଡିଗ୍ରୀ ହେଲା, ତାହେଲେ 2ଟି ତ୍ରିଭୁଜର ସମଷ୍ଟି 360 ଡିଗ୍ରୀ ରହିବ। ବୁଝିହେଲା ସାଙ୍ଗମାନେ? ଯଦି ବୁଝିହେଲା ତାହେଲେ ଭିଡ଼ିଓକୁ ଡୁ ଲାଇକ୍ ସବସ୍କ୍ରାଇବ୍ ନିଶ୍ଚିନ୍ତ କରନ୍ତୁ। ରହିଲି।